ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥିତ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗ ଏବଂ ନିମ୍ନସ୍ତରୀୟ କର୍ମଚାରୀମାନଙ୍କ କଲ୍ୟାଣ ସଂଘ ତରଫରୁ ନବନିଯୁକ୍ତ ଉପଜିଲ୍ଲାପାଳ ଉଗ୍ରସେନ ଓରାମଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିରେ ସେବସ୍ତମ୍ଭର କେନ୍ଦ୍ରୀୟ ସମ୍ପାଦକ ମୋଚିରାମ ମାଝୀ, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ, ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ମୁଖୀ, ଶହୀଦ ନୁନ୍ଦୁରାମ ସୋରେନ, ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟ ମୁଖ୍ୟ ମନୋରଞ୍ଜନ ହାସଦା, ଜିଲ୍ଲା ସିନିୟର ଉପସଭାପତି ଗୋପାଳକୃଷ୍ଣ ମହାନ୍ତି ତଥା ଅନ୍ୟମାନେ ଯୋଗ ଦେଇଥିଲେ। ଏହାପରେ କର୍ମକର୍ତ୍ତାଗଣ ଉପଜିଲ୍ଲାପାଳଙ୍କ ସହ ଭାବ ବିନିମୟ କରିଥିଲେ। ଅନୁଷ୍ଠାନର କାର୍ଯ୍ୟଧାରା ସମ୍ପର୍କରେ କର୍ମକର୍ତ୍ତାଗଣ ମତ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଓରାମ ସେମାନଙ୍କ ଆତିଥ୍ୟରେ ଖୁସି ପ୍ରକଟ କରିବା ସହିତ ଆଗାମୀ ଦିନରେ ବାମନଘାଟି ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ସୂଚାଇଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। तो टाटा में जो बहुत बड़ा मॉल है, उस मॉल में